ନମସ୍କାର ବନ୍ଧୁମାନେ ସୂର୍ଯ୍ୟ ଏବଂ ବୃହସ୍ପତିଙ୍କର ପ୍ରତ୍ୟୁତ ଦୃଷ୍ଟି ଯୋଗ, ଯାହାକୁ ସମସମାପ୍ତ ଯୋଗ ମଧ୍ୟ କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟୁତ ଦୃଷ୍ଟି ସେତେବେଳେ ଘଟେ ଯେତେବେଳେ ଗୋଟିଏ ଗ୍ରହ ଅନ୍ୟ ଏକ ରାଶିକୁ ଦେଖେ, ଯାହା ଉଭୟଙ୍କ ମଧ୍ୟରେ ସମାପ୍ତ ଘରର ସଂଯୋଗ ସୃଷ୍ଟି କରେ। ସପ୍ତମ ଘରେ ଏହି ଦିଗ ଉଭୟ ଗ୍ରହର ଶକ୍ତିକୁ ସନ୍ତୁଳିତ କରେ ଏବଂ ସେମାନଙ୍କୁ ଏକ ଲାଭଦାୟକ ଅବସ୍ଥାକୁ ଆଣିଥାଏ। ଗ୍ରୀକ୍ ପଞ୍ଚାଙ୍ଗ ଅନୁସାରେ ଜାନୁଆରୀ 9, 2024 ଠାରୁ ସୂର୍ଯ୍ୟ ଏବଂ ବୃହସ୍ପତି ଏହି ଯୋଗ ଗଠନ କରିବେ। ସ୍ୱରଙ୍କ ଶକ୍ତି ଏବଂ ବୃହସ୍ପତିଙ୍କର ଆଶୀର୍ବାଦ ଶକ୍ତି ମିଳିତ ଭାବରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବ ଏବଂ କିଛି ରାଶିକୁ ଲାଭ ଦେବ। ସୂର୍ଯ୍ୟ ବୃହସ୍ପତି ପ୍ରତ୍ୟୁତ ସୃଷ୍ଟି ଯୋଗ 12 ଗୋଟି ରାଶି ଉପରେ ପଡ଼ିଲେ ମଧ୍ୟ ଏମିତି 3 ଗୋଟି ରାଶିର ଜାତ ବ୍ୟକ୍ତିଙ୍କ ପାଇଁ ମହାନ ଭାଗ୍ୟ ଆଣିପାରେ। ଆପଣଙ୍କର ବ୍ୟାପାର ବାଣିଜ୍ୟରେ ଉନ୍ନତି ଆସିପାରେ। ପରିବାରରେ ଖୁସିର ମାହୋଲ ଲାଗି ରହିବ। ବିବାହର ଯୋଗ ମଧ୍ୟ ବନିପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଆସିବ ଏବଂ ଆପଣଙ୍କର ମନ ପାଠପଢ଼ାରେ ଲାଗିବ। ଋଣ କରଜରୁ ଆପଣଙ୍କୁ ମୁକ୍ତି ମିଳିଯିବ। ଆର୍ଥିକ ସମସ୍ୟା ଦୂର ହୋଇପାରେ। ଆକସ୍ମିକ ଟଙ୍କା ବର୍ଷା ହୋଇପାରେ। ପ୍ରେମ ଜୀବନ ବିବାହର ଯୋଗ ମଧ୍ୟ ବନିବ। ସ୍ୱାସ୍ଥ୍ୟରେ ସୁଧାର ଆସିପାରେ। ତେବେ ବନ୍ଧୁମାନେ ଆସନ୍ତୁ ଜାଣିବା କିଏ ସେହି ଭାଗ୍ୟବାନ ରାଶି ଗୁଡ଼ିକ। ତା ପୂର୍ବରୁ ଯଦି ଆପଣ ବି ଈଶ୍ୱରକୁ ମନରୁ ଭକ୍ତି କରନ୍ତି କିମ୍ବା ବିଶ୍ୱାସ କରନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ବୃହସ୍ପତି, ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଥମ ରାଶି ହେଉଛି ଧନୁ ରାଶି। 9 ଜାନୁଆରୀ 2024ରୁ ଧନୁ ରାଶିର ଲୋକମାନେ ଏକ ବହୁତ ଫଳପ୍ରଦ ସମୟ ଅନୁଭବ କରିବେ। ସୂର୍ଯ୍ୟ ଏବଂ ବୃହସ୍ପତିଙ୍କର ପ୍ରଭାବରେ ନୂତନ କ୍ୟାରିୟରର ସୁଯୋଗ ଖୋଲିବ। ଆୟ ଏବଂ ସମ୍ପତ୍ତି ବୃଦ୍ଧି ହେବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ନିଯୁକ୍ତି ଉଭୟରେ ସମର୍ଥନ ମିଳିବ। ଯାତ୍ରାର ସୁଯୋଗ ଆସିପାରେ। ଆପଣଙ୍କର ଆତ୍ମବିଶ୍ୱାସ ଏବଂ ମାନସିକ ସ୍ଥିରତା ବୃଦ୍ଧି ପାଇବ। ପରିବାର ଏବଂ ବନ୍ଧୁଙ୍କ ସହିତ ସମ୍ପର୍କ ମଜବୁତ ହେବ ଏବଂ ଆପଣଙ୍କର ଜୀବନରେ ସନ୍ତୁଳନ ଏବଂ ଖୁସି ଅନୁଭବ କରିବେ। ଆପଣଙ୍କର ଡେଲି ଇନକମ୍ ବଢ଼ିବ। କାମ କରିବା ପାଇଁ ଆପଣଙ୍କ ପାଇଁ ନୂଆ ନୂଆ ରାସ୍ତା ମିଳିବ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ସ୍ୱାସ୍ଥ୍ୟରେ ଆଗରୁ ଯାହା ବି କିଛି ସମସ୍ୟା କିମ୍ବା ଥଣ୍ଡା କାଶ, ମୁଣ୍ଡବିନ୍ଧା ସମସ୍ୟା ଥିଲା, ସେସବୁ ଦୂର ହେବ। ଆପଣ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କର ବ୍ୟବସାୟରେ ଉନ୍ନତି ଆସିବ ଏବଂ ଆପଣଙ୍କୁ ନୂତନ ଚାକିରି ମିଳିବ। ଚାକିରି କ୍ଷେତ୍ରରେ ଆପଣଙ୍କର ପଦୋନ୍ନତି କିମ୍ବା ଆପଣଙ୍କର ଦରମା ବୃଦ୍ଧି ହୋଇପାରେ। ତ ବନ୍ଧୁମାନେ, ଆପଣଙ୍କର ଯଦି ଧନୁ ରାଶି ହୋଇଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ଦ୍ୱିତୀୟ ରାଶି ହେଉଛି ସିଂହ ରାଶି। ସିଂହ ରାଶିର ଜାତ ବ୍ୟକ୍ତିଙ୍କ ପାଇଁ ଏହି ଯୋଗ ସଫଳତା ଏବଂ ପ୍ରତିଷ୍ଠା ଆଣିବ। ସେମାନଙ୍କର ଚାକିରି ଏବଂ ବ୍ୟବସାୟରେ ପ୍ରଗତି ହେବ। ସୂର୍ଯ୍ୟଙ୍କ ଶକ୍ତି ଆତ୍ମବିଶ୍ୱାସକୁ ବୃଦ୍ଧି କରିବ ଏବଂ ବୃହସ୍ପତିଙ୍କର ଆଶୀର୍ବାଦ ଜୀବନରେ ସ୍ଥିରତା ଏବଂ ସନ୍ତୁଳନ ଆଣିବ। ଧନ ଏବଂ ସମ୍ପତ୍ତି କ୍ଷେତ୍ରରେ ଲାଭ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟରେ ଆପଣଙ୍କର ଉନ୍ନତି ହେବ। ସାମାଜିକ ଏବଂ ପରିବାର ସମ୍ପର୍କ ଅଧିକ ସୁସଙ୍ଗଳ ହେବ। ଅଧ୍ୟୟନ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ସଫଳତାର ସୁଯୋଗ ଆସିବ। ଆପଣଙ୍କର ବ୍ୟାପାର ବାଣିଜ୍ୟରେ ଆପଣଙ୍କୁ ବହୁତ ଅଧିକ ସଫଳତା ମିଳିବ। ଆପଣଙ୍କର ଶିକ୍ଷା କ୍ଷେତ୍ରରେ ବହୁତ ଅଧିକ ଉନ୍ନତି କରିବେ କିମ୍ବା ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ପାଠପଢ଼ା ପ୍ରତି ଆପଣଙ୍କର ମନ ଲାଗିବ। ତ ଆପଣଙ୍କର ଯଦି ସିଂହ ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ।
ଶେଷ ରାଶି ହେଉଛି ମିଥୁନ ରାଶି। 9 ଜାନୁଆରୀ 2024 ଠାରୁ ମିଥୁନ ରାଶି ଏକ ଅତ୍ୟନ୍ତ ଶୁଭ ସମୟ ଅନୁଭବ କରିବ। ସୂର୍ଯ୍ୟ ଏବଂ ବୃହସ୍ପତିଙ୍କର ପରସ୍ପର ପ୍ରତି ବିରୋଧ ଆପଣଙ୍କର କ୍ୟାରିୟର ଏବଂ ବ୍ୟବସାୟକୁ ନୂତନ ଉଚ୍ଚତା ଆଣିବ। ଆୟ ବୃଦ୍ଧି ପାଇବା ଏବଂ ପୂର୍ବ ନିବେଶରୁ ଲାଭ ସୂଚିତ ହେବ। ମାନସିକ ସ୍ପଷ୍ଟତା ବୃଦ୍ଧି ପାଇବ। ନିଷ୍ପତ୍ତି ନେବା ସହଜ ହେବ। ଏକ ଶାନ୍ତିପୂର୍ଣ୍ଣ ଏବଂ ସୁଖୀ ପାରିବାରିକ ପରିବେଶ ବିରାଜମାନ କରିବ ଏବଂ ଆପଣଙ୍କର ବନ୍ଧୁମାନଙ୍କ ଠାରୁ ସମର୍ଥନ ପାଇବ। ନୂତନ ସୁଯୋଗ ଖୋଲିବ ଯାହା ଆପଣଙ୍କର ଭବିଷ୍ୟତକୁ ସୁରକ୍ଷିତ ଏବଂ ସମୃଦ୍ଧ କରିବ। ଆପଣଙ୍କର ଡେଲି ଇନକମ୍ରେ ବୃଦ୍ଧି ପାଇବ। ବ୍ୟାପାର ବାଣିଜ୍ୟରେ ଉନ୍ନତି ଆସିବ। ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ କିମ୍ବା ଶିକ୍ଷା କରିବାକୁ ବାହାରକୁ ଯାଇପାରନ୍ତି। ଆପଣଙ୍କୁ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହୋଇପାରେ। ସ୍ୱାସ୍ଥ୍ୟରେ ସନ୍ତୁଳନ ରହିବ। ଆପଣଙ୍କର ସମାଜରେ ମାନସମ୍ମାନ ବୃଦ୍ଧି ପାଇବ ଏବଂ ଲୋକପ୍ରିୟତା ବଢ଼ିବ। ଆପଣ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ତ ବନ୍ଧୁମାନେ, ଆପଣଙ୍କର ଯଦି ମିଥୁନ ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସକୁ ଯାଇ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ଆଶା କରୁଛି ବନ୍ଧୁମାନେ ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।